ପାନରୁ ଚୂନ ଖସିଗଲେ ଲୋକ ଔକାତ ଦେଖାନ୍ତି। ଗୋଟିଏ କଥା କହୁଛି, ସବୁ ସ୍ତ୍ରୀ ଲୋକଙ୍କ ପାନ ପାଇଁ, ନାରୀମାନଙ୍କ ପାଇଁ, ଖାଲି ମୁଁ ଏକାଟିଏ ନୁହେଁ, ଯେ ପାନରୁ ଚୂନ ଖସିଗଲେ ରାସ୍ତା ଦେଖାଇ ଦିଅନ୍ତି ଯେ ତୋର ଅଧିକାର ନାହିଁ, ଏ ଘରେ ତୋର ଅଧିକାର ନାହିଁ। କିନ୍ତୁ ଦେଖନ୍ତୁ, ସକାଳୁ ରାତି 10ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ, ଆମ ପରିବାରରେ ଯେତେ ଲୋକ ଅଛନ୍ତି, ସମସ୍ତଙ୍କର ଜିନିଷ କେଉଁ କେଉଁ ଜାଗାରେ ଅଛି ଗୋଟିଏ ନାରୀ ହିଁ ଦେଖିଥାଏ। ପିଲା ଡାକୁଥିବେ, ମାମା ମୋର ବ୍ୟାଗ୍ ଅମୁକ ଜାଗାରେ ଅଛି, ଆଣି ଦେଇଦେଲୁ, ମୁଁ ପାଉନି, ସେଇଠି ରଖିଥିଲି, କିଏ ନେଇଗଲାଣି, ମାମା ପାଇବ। ସ୍ୱାମୀ ଡାକୁଥିବ, ଏଇଠି ରଖିଥିଲି, ମୋର ମନି ପର୍ସଟା ମୁଁ ପାଉନି, ସ୍ତ୍ରୀ ଖୋଜି ଦେଖିଦେବ। ଶାଶୁ ଶ୍ୱଶୁର ଡାକ ପକେଇବେ, ମାରେ ମୋର ଚଷମାଟା ସେଇଠି ରଖିଥିଲା, କିଏ ନେଇଗଲାଣି, ସେ ଜାଗା ଉପରେ ନାହିଁ, ବୋହୂ ଖୋଜିଦେବ। କିନ୍ତୁ ଶେଷରେ ସେ ନାରୀଟାର ଜାଗା କେଉଁଠି ନିଜେ ନାରୀ ଜାଣିନି। କିନ୍ତୁ ମନେ ପକାଇଲେ ଆମେ ସୁରକ୍ଷିତ କେଉଁ ଜାଗାରେ ଥିଲେ, ସେ ଜାଗାଟା ହେଉଛି ମାଆର ଗର୍ଭ ବା ମାଆର ପେଟ। ସେଠି ଆମକୁ କେହି କହୁନଥିଲେ ଏଠି ତୋର ଅଧିକାର ନାହିଁ ବୋଲି, ଏଠି ରହିପାରିବନି ବୋଲି, କେହି କହୁନଥିଲେ। କୁହନ୍ତୁ ନା, ସେ ଜାଗାରେ ଆମେ ଯେତେ ସୁରକ୍ଷିତ ଥିଲେ ଏବେ ଅଛେ। କିନ୍ତୁ ଆମେ ସମସ୍ତଙ୍କୁ ଆପଣଉଛେ, କିନ୍ତୁ ପାନରୁ ଚୂନ ଖସିଗଲେ ଆମକୁ ରାସ୍ତା ଦେଖାଇ ଦିଅନ୍ତି, ତୋର ଏ ଘରେ କିଛି ଅଧିକାର ନାହିଁ। ଆପଣ ଉତ୍ତର ଦେବେ କମେଣ୍ଟ ବକ୍ସରେ।